ରେଡ଼ିଓ କୁଳପତ୍ର ସମସ୍ତ ଶ୍ରୋତା ଏବଂ ଦର୍ଶକଙ୍କୁ ସାନ୍ତାକାର ନମସ୍କାର। ଆଜି ଆମେ ଏକ ବ୍ୟକ୍ତିତ୍ୱଙ୍କ ସମ୍ପର୍କରେ ଆଲୋଚନା କରିବା। ସେ ହେଉଛନ୍ତି ଫିଲ୍ଡ ମାର୍ଶାଲ ଜେନେରାଲ ସାମ୍ ମାନେକ୍‌ଶା। ସମସ୍ତେ ତାଙ୍କୁ ଜାଣନ୍ତି। ଭାରତୀୟ ତାଙ୍କୁ ଗର୍ବର ସହିତ ସବୁବେଳେ ଆଖି ଆଗରେ ନିଅନ୍ତି, ତାଙ୍କ କଥାକୁ ଚର୍ଚ୍ଚା କରନ୍ତି। ତେବେ ତାଙ୍କର ଜୀବନର ଏପରି ଏକ ଘଟଣା, ଯୋଉ ଘଟଣାକୁ ଆଜି ଫେସବୁକ୍ ପେଜରେ ଦେଖିବାକୁ ମିଳିଥିଲା, ତାହା ପଢିବା ପରେ ସମସ୍ତଙ୍କୁ ଶୁଣେଇବାର ଇଚ୍ଛା ହେଲା। ସେଇଥିପାଇଁ ଆଜିର ଏହି ପଡକାଷ୍ଟ। 1971 ଯୁଦ୍ଧ ସରି ଆସିଥାଏ ଏବଂ ଆଉ କିଛି ଦିନ ଗଲେ ସାମ୍ ମାନେକ୍‌ଶା ସେ ଅବସର ନେବେ। ଏହି ଅବସରରେ ଯେତେବେଳେ ସେ ଯାଉଥାନ୍ତି ଅଫିସକୁ, ତାଙ୍କ ଡ୍ରାଇଭର, ଯାହାର ନାଁ ଥିଲା ଶ୍ୟାମ ସିଂ, ସେ ଟିକେ ମନ ଉଣା କରି ବସୁଥିଲେ। ତାକୁ ମାନେକ୍‌ଶା ଅବଜର୍ଭ କଲେ, ତାକୁ ଦେଖିଲେ ଏବଂ ଭାବିଲେ କଣ ପାଇଁ ଇଏ ମନଟିକୁ ଉଣା କରି କାହିଁକି ରଖିଛି। ତେବେ ତାଙ୍କୁ ପଚାରିଲେ, ଶ୍ୟାମ ସିଂ, କଣ ହେଲା? ଏଇ ଗତ କିଛି ଦିନ ହବ ମୁଁ ଦେଖୁଛି ତମେ ଟିକେ ଅନ୍ୟମନସ୍କ ରହୁଛ ଏବଂ ଦୁଃଖୀ ଦୁଃଖୀ ରହୁଛ। କଣ କଥା କଣ? ଶ୍ୟାମ ସିଂ ଅନେକ ବାର କଥା ବାନେଇ ଦିଏ, ଉତ୍ତର ଦିଏ, ନାଇଁ ସାର୍, ସେମିତି କିଛି ନାହିଁ, ଚଳ। କିନ୍ତୁ ଏପରି କିଛି ଦିନ ଗଲା ପରେ ହଠାତ୍ ନିଜ ଆଡରୁ ସେ ଗୋଟାଏ ଅନୁରୋଧ କଲା ମାନେକ୍‌ଶାଙ୍କୁ, ଯେ ସାର୍, ଗୋଟେ ଅନୁରୋଧ କରିବି, ରକ୍ଷା କରିବେ? ମାନେକ୍‌ଶା କହିଲେ, କୁହ, ରକ୍ଷା କରିବ କଣ? ନିଶ୍ଚିତ ଭାବରେ। ତେବେ ଡ୍ରାଇଭର ଶ୍ୟାମ ସିଂ କହିଲେ ଯେ ମତେ ମୋର ଚାକିରି ସରିବା ପୂର୍ବରୁ ଅବସର ନେବା ପାଇଁ ଇଚ୍ଛା ହଉଛି। କାରଣ ପଚାରନ୍ତୁ ନାହିଁ, କାରଣ ମୁଁ କହିପାରିବି ନାହିଁ। ନା, କାରଣଟା କୁହ। ନାଇଁ ନାଇଁ, ମୁଁ କାରଣ ଏବେ କହିପାରିବି ନାହିଁ, ଅବସର ନେଲା ପରେ କହିବି। ଆରେ, ମୁଁ ତ ତମକୁ ଆହୁରି ପ୍ରମୋସନ ଦେବା ପାଇଁ ସୁପାରିଶ କରିବି ବୋଲି ଭାବିଥିଲି, ଆଉ ତମେ କଣ ଅବସର ନେବା କଥା ଚିନ୍ତା କର। ତଥାପି ଜିଦ୍ ଧରିଥିଲେ ଶ୍ୟାମ ସିଂ ଯେ ସେ ଅତି ଶୀଘ୍ର ସେ ଅବସର ନେବେ। ଶେଷକୁ ଯାହା ପେପର ୱାର୍କ କରିବା ଥିଲା ସେ ସବୁଗୁଡ଼ିକ ସମାପନ ହେଲା ଏବଂ ମାନେକ୍‌ଶା ତାକୁ ଆହୁରି ତ୍ୱରାନ୍ୱିତ କଲେ ଏବଂ ଯାହାଫଳରେ ଶ୍ୟାମ ସିଂଙ୍କର ଯୋଉ ଅବସର ନେବାର ଯୋଉ ପ୍ରକ୍ରିୟା, ତାହା ଆହୁରି ତ୍ୱରାନ୍ୱିତ ହୋଇପାରିଲା। ତ ଯେତେବେଳେ ସବୁ ପେପର କାମ ସରିଗଲା ଏବଂ ତାଙ୍କର ବିଧିବଦ୍ଧ ଭାବରେ ତାଙ୍କର ଯୋଉ ଆବେଦନ, ଅବସର ନେବାର ଆବେଦନ, ତାହା ସାଙ୍କସନ ହେଇଗଲା, ସେତିକି ବେଳେ ମାନେକ୍‌ଶା ପଚାରୁଛନ୍ତି, ଏବେ ତ କୁହ, କଣ ପାଇଁ ତମେ ଆଗୁଆ ଏଇ ଅବସର ନେଲ? ସେତିକି ବେଳେ ଶ୍ୟାମ ସିଂ କହୁଛନ୍ତି ଯେ ଆପଣ ଆଉ କିଛି ଦିନ ଗଲେ ଅବସର ନେବେ। ଆପଣଙ୍କ ପରେ ମୋ ପାଖରେ ଏମିତିଆ ବ୍ୟକ୍ତିତ୍ୱ ଆଉ କିଏ ଆସିବ ଯେ ଯାହାର ଗାଡିକୁ ମୁଁ ଚଲେଇବି? ତେଣୁ ଅବସର ନେଇଯାଇଥିଲେ ଅନ୍ତତଃ ପକ୍ଷେ ମୁଁ ଶେଷ ଯୋଉ ଡ୍ରାଇଭର ଥିଲି କାହାର ଗାଡିରେ? ନା, ଫିଲ୍ଡ ମାର୍ଶାଲ ଜେନେରାଲ ସାମ୍ ମାନେକ୍‌ଶାଙ୍କର ଗାଡିରେ। ଏଇ ଗର୍ବ, ଯୋଉ ଗର୍ବ ମୋ ଭିତରେ ରହିବ, ଏଇ ଯୋଉ ପ୍ରାଇଡ, ସେଇ ପ୍ରାଇଡକୁ ନେଇ ବଞ୍ଚିବାକୁ ଚାହେଁ। ସେଇଭଳି ତାଙ୍କୁ ସେ ଦେଖୁଥିଲେ, ତାଙ୍କୁ ମାନ୍ୟତା ଦଉଥିଲେ। ତେବେ ହସିଦେଲେ ମାନେକ୍‌ଶା, କହିଲେ ପାଗଳଟିଏ। ଯୋଉଦିନ ଆଉ କିଛି ଦିନ ଗଲେ ତାଙ୍କୁ ଫେରୱାଲ ଦିଆଯିବ ଏବଂ ସେଇ ସମୟରେ ପଚାରୁଛନ୍ତି ମାନେକ୍‌ଶା ଯେ ଆଉ ଅବସର ତ ନେଇଗଲ, ୟା ପରେ ଯୋଜନା କଣ? ତ କହିଲେ, ଦେଖିବା, କୋଉଠି ଗୋଟେ ଚାକିରି ବାକିରି ଖୋଜିବା, କଣ ଗୋଟେ କରିବି, କଣ ଗୋଟେ କରିବି ନା, ଯେମିତି ହେଲେ ଚାଲିବ। ଆଉ ଜମି ଜମା କେତେ ରହୁଛି? ଶ୍ୟାମ ସିଂ କହିଲେ, ନା ଆଜ୍ଞା, ଆମର ଜମି ଜମା କିଛି ନାହିଁ, ମୁଁ ଜଣେ ଗରିବ ଲୋକଟିଏ। ମାନେକ୍‌ଶା କହିଲେ, ହଉ ଠିକ ଅଛି, ହସିଦେଲେ। ଯେଉଁଦିନ ଶ୍ୟାମ ସିଂଙ୍କର ବିଧିବଦ୍ଧ ଭାବରେ ଅବସର ନେବାର ଦିନ, ଯୋଉ ଗୋଟାଏ ଛୋଟ ଫଙ୍କସନଟିଏ କରାଗଲା
ବିଦାୟ ଫଙ୍କସନଟି ଫେୟାରୱେଲ ପାର୍ଟି ଦିଆଗଲା। ସେଇ ସମୟରେ ମାନେକ୍ସା ଶ୍ୟାମ ସିଂଙ୍କର ହାତକୁ ଗୋଟାଏ ଛୋଟ ଲଫାଫାଟି ବଢ଼ାଇ ଦେଲେ। କହିଲେ ଏଇ ଲଫାଫା ଏବେ ଖୋଲିବ ନାହିଁ, ଘରକୁ ଗଲା ପରେ ଖୋଲିବ। ଠିକ ସେମିତି ହେଲା। ସେ ସେଇଠି ଖୋଲିଲେ ନାହିଁ, କିନ୍ତୁ ଘରକୁ ଗଲା ପରେ ମଧ୍ୟ ସେ ଭୁଲିଗଲେ ଯେ ମାନେକ୍ସା ତାଙ୍କୁ କଣ ଦେଇଛନ୍ତି ବୋଲି। କାରଣ ସେ ଚାକିରି ବାକିରି ଖୋଜିବା ଏବଂ ଘର କରଣା ଭିତରେ ସେ ଏଭଳି ପୁରା ଭୁଲି ଯାଇଥିଲେ। ହଠାତ୍ ଦିନେ ତାଙ୍କ ସ୍ତ୍ରୀ ପେଢି ଅଣ୍ଡାଳୁ ଅଣ୍ଡାଳୁ ସେଇ କଭରଟିକୁ ହାତରେ ଦେଖିଲେ। ଦେଖିଲା ପରେ ସେଥିରେ ଗୋଟେ କାଗଜଟି ଅଛି ଏବଂ କଣ କଣ ସବୁ ଲେଖା ହେଇଛି। ଅପାଠୁଆ, ଅର୍ଦ୍ଧପାଠୁଆ, ତେଣୁ ସେମାନେ ଜାଣିପାରିଲେ ନାହିଁ ସେଥିରେ କଣ ଲେଖା ହେଇଛି। ତଥାପି ସେ ଗାଁର ଶିକ୍ଷକଙ୍କ ପାଖକୁ ଗଲେ ଏବଂ ତାଙ୍କୁ ଦେଖାଇ ପଚାରିଲେ ଯେ ଏଥିରେ କଣ ଲେଖା ହେଇଛି। ଶିକ୍ଷକଙ୍କର ଆଖି ଖୁସି ହୋଇଗଲା। ସେ କହିଲେ ଏ ଭିତରେ କଣ ଲେଖା ହେଇଛି ତମେ ଜାଣିଛ? କହିଲେ ମୁଁ କେମିତି ଜାଣିବି, ମୁଁ ତ ପଢି ନାହିଁ କିଛି ସେ ଭିତରେ। ସେ କହିଲେ ଯେ ତମର ନାଁରେ 25 ଏକର ଜାଗା ମାନେକ୍ସା ହସ୍ତାନ୍ତର କରିଦେଇଛନ୍ତି। ଯୋଉ ଫିଲ୍ଡ ମାର୍ଶାଲ ଜେନେରାଲ ଶ୍ୟାମ ମାନେକ୍ସାଙ୍କର ସମ୍ମାନାର୍ଥେ ସରକାର ଯୋଉ 25 ଏକର ଜାଗା ଦେଇଥିଲେ, ସେ ତାଙ୍କ ଡ୍ରାଇଭରକୁ ତାଙ୍କର ଅବସର ପର ଜୀବନଟିକୁ ସୁରୁଖୁରୁରେ ନେବା ପାଇଁ, ଚଳେଇବା ପାଇଁ ସେ ଏଇଭଳି ଏକ ଦାନ କରିଥିଲେ। ହୃଦୟ ଭରି ଯାଇଥିଲା ଡ୍ରାଇଭର ଶ୍ୟାମ ସିଂଙ୍କର। ଏଭଳି ଏକ ବ୍ୟକ୍ତିତ୍ୱଙ୍କ ପାଖରେ ସେ ତାଙ୍କର ଚାକିରି ଜୀବନ ବିତେଇଛନ୍ତି। ଆଜି ଆମେ ପଢିବାର, ଆଜି ଆମେ ଏଇ ଯୋଉ କାହାଣୀଟି, ଏଇ ଯୋଉ କଥାଟିକୁ ଜାଣିବାର ପଛର ଉଦ୍ଦେଶ୍ୟଟି ହେଉଛି ଯେ ଦେବାରେ ଯୋଉ ଆନନ୍ଦ, ସମସ୍ତେ ଭାବନ୍ତି ନେବାରେ ଆନନ୍ଦ ଅଛି, ନେବାରେ ଆନନ୍ଦ ନାହିଁ। ବାସ୍ତବରେ ଦେବାରେ ଆନନ୍ଦ ଅଛି। ଆମେ କଣ ଦେଇପାରୁଛେ? ଅନ୍ୟର ଜିନିଷ ଆଣି ଦେଇଦେବାଟା ନୁହେଁ, ନିଜର ଯାହା ନିଜେ ନିଜର ଯାହାକୁ ନିଜର କରିଛନ୍ତି, ନିଜର ପରିଶ୍ରମ, ନିଜର ସମ୍ପଦ, ନିଜର ଜ୍ଞାନ ଏବଂ ଏପରିକି ନିଜକୁ ନିଜେ ଦେବାର ଅଭ୍ୟାସ କରିଛେ ତ? ହସଟି ନିଜର ଦେଇଛେ ତ? ଭଲ କଥା ନିଜର ଦେଇଛେ ତ? ଯାହା ଉପାର୍ଜନ କରିଛେ ତାହା ବି ଆମର ନିଜର ଏବଂ ତାକୁ ବାଣ୍ଟିବାର ସତ୍ସାହସ ରଖିଛେ ତ? ଏଇସବୁ କଥାକୁ ଆମେ ଆଜି ମନେ ପକାଇବା ପାଇଁ ଏକ ସୁଯୋଗ ମିଳିଛି, ଯେତେବେଳେ ଆମେ ସାମ ମାନେକ୍ସାଙ୍କ ଭଳି ବ୍ୟକ୍ତିତ୍ୱଙ୍କ ବିଷୟରେ ଚର୍ଚ୍ଚା କରିବା, ଆଲୋଚନା କରିବା। ପିଲାମାନଙ୍କୁ ଶୁଣାନ୍ତୁ, ପିଲାମାନଙ୍କୁ ଏଭଳି ଜୀବନୀ ସମ୍ପର୍କରେ ଅବଗତ କରାନ୍ତୁ, ଯାହାଫଳରେ ପିଲାଟି ବେଳୁ ନିଜକୁ ସମର୍ପିତ କରିଦେବା, ନିଜକୁ ଦେଇଦେବା। ଏଇ ଦେଶରୁ ମୁଁ କେତେ ନେଇଯିବି, ସେଇ ଭାବନା ଠାରୁ ଅଧିକ ବଳବତ୍ତର ହବ କୋଉ ଭାବନା? ନା ମୁଁ ଏଇ ଦେଶକୁ କଣ ଦେଇପାରିବି, ଏଇ ସୃଷ୍ଟିକୁ ମୁଁ କଣ ଦେଇପାରିବି, ଏଇ ସୃଷ୍ଟିକର୍ତ୍ତାଙ୍କ ପାଖରେ କୃତଜ୍ଞତାର ସ୍ୱରୂପ ମୁଁ କଣ ବା ଦେଇପାରିବି, କଣ ଦେଇପାରିବି, କେତେ ଦେଇପାରିବି, ନିଜକୁ ଦେଇପାରିବି ତ? ନିଜର ସମସ୍ତ ଅ, ଜୀବନର ଇଚ୍ଛା, ଜୀବନର କର୍ତ୍ତା ଭାବରେ ତାଙ୍କୁ ଆଗକୁ ନେଇପାରିବି ତ? ଏଇ ସମର୍ପଣ ଭାବଟି ସେତିକି ବେଳେ ଆସିବ ଯେତେବେଳେ ଆମେ ଏଇଭଳି ବ୍ୟକ୍ତିତ୍ୱଙ୍କର ବିଷୟରେ ଆଲୋଚନା କରିବା, ଚିନ୍ତା କରିବା। ଆଜି ଆଶା କରୁଛି ଏଇ କଥାଟିକୁ ଆମେ ଶୁଣିବା ପରେ, ଜାଣିବା ପରେ ଆମ ଭିତରେ ତାଙ୍କ ପ୍ରତି, କ୍ୟାପ୍ଟେନ ଶ୍ୟାମ ମାନେକ୍ସାଙ୍କ ପ୍ରତି ଯୋଉ ସମ୍ମାନ ବୋଧ, ତାହା ନିଶ୍ଚିତ ଭାବରେ ବୃଦ୍ଧି ପାଇଛି। ଏବଂ ଆଜିର ପିଢ଼ି, ଯୋଉମାନେ ଆସନ୍ତା କାଲିର ନାଗରିକ କିନ୍ତୁ ଆଜିର ସମ୍ପଦ, ଦେଶର ସମ୍ପଦ, ସେମାନେ ନିଶ୍ଚିତ ଭାବରେ ନିଜକୁ ଦେଇଦେବା ଯୋଉ ଅଭ୍ୟାସ, ତାହା ଆରମ୍ଭ କରିବା। ତାଙ୍କୁ ସେଇ ପ୍ରେରଣା ଯୋଗାଇବାରେ ଆପଣମାନେ ନିଶ୍ଚିତ ଭାବରେ ନିୟୋଜିତ ହେବେ, ତାହା କହିବା ବାହୁଲ୍ୟ। ରେଡିଓ କୋରାପୁଟର ସମସ୍ତ ଶ୍ରୋତାଙ୍କ ପାଖରେ କୃତଜ୍ଞତା ଜଣାଇ, କୃତଜ୍ଞତା ଜଣାଉଛୁ ଫିଲ୍ଡ ମାର୍ଶାଲ ଜେନେରାଲ ଶ୍ୟାମ ମାନେକ୍ସାଙ୍କ ପାଖରେ, ଯେ ସେ ଏଇଭଳି ଏକ ଉଦାହରଣ ଆମ ସମ୍ମୁଖରେ ଛାଡ଼ି ଯାଇଛନ୍ତି। ପୁଣି ଥରେ ଦେଖା ହବ ଆଉ ଏକ କଥାକୁ ନେଇ,
ଆଉ ଏକ ବ୍ୟକ୍ତିତ୍ୱଙ୍କ ବିଷୟରେ ଆଲୋଚନା କରି ଆଉ ଏକ କାହାଣୀ ମାଧ୍ୟମରେ ଆପଣଙ୍କ ସହିତ କଥାବାର୍ତ୍ତା କରିବାର ସୁଯୋଗ ନେଇ ସେତିକି ପର୍ଯ୍ୟନ୍ତ ରେଡ଼ିଓ କୋରାପୁଟର ଶାନ୍ତାକାରଙ୍କୁ ବିଦାୟ ଦିଅନ୍ତୁ। ନମସ୍କାର।